शुभ सकाळ जय जगन्नाथ दर्शक बंधु आज ହେଉଛି ରବିବାର ଜୁଲାଇ ମାସ 26 ତାରିଖ। ତ ଆସନ୍ତୁ ଜାଣିବା ଆଜିର ଦେଶ ବିଦେଶର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ତା ପୂର୍ବରୁ ଏମିତି ଲାଟେଷ୍ଟ ନ୍ୟୁଜ ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ ଆଇକନଟିକୁ ଅନ୍ କରି ରଖନ୍ତୁ ପ୍ରତ୍ୟେକ ଦିନ ଏପରି ଗୁରୁତ୍ୱପୂର୍ଣ୍ଣ ଖବର ସର୍ବପ୍ରଥମେ ଜାଣିବା ପାଇଁ। ତ ଚାଲନ୍ତୁ ଡେରି ନ କରି ଦେଖିବା କ'ଣ ରହିଛି ଆଜିର ଗୁରୁତ୍ୱପୂର୍ଣ୍ଣ ଖବର। ଆଜିର ପ୍ରଥମ ଖବର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର 48 ଘଣ୍ଟାରେ ଅଧିକ ଘନୀଭୂତ ହେବା ଆଶଙ୍କା ରହିଛି। ରାଜ୍ୟରେ ଆଗକୁ ବଡ଼ ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣ ବଳୟ ନେଲା ଲଘୁଚାପ ରୂପ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ଏହି ଲଘୁଚାପ ସକ୍ରିୟ ରହିଛି। ଆଗାମୀ 48 ଘଣ୍ଟାରେ ଆହୁରି ଘନୀଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହାର ପ୍ରଭାବରେ ଓଡ଼ିଶାରେ 30 ତାରିଖ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ 2 ଦିନ ମଧ୍ୟରେ ଏହି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଏହାର ସିଧାସଳଖ ପ୍ରଭାବରେ ବିଶେଷ କରି ଉତ୍ତର ଓଡ଼ିଶାରେ ଭାରୀରୁ ଅତି ଭାରୀ ବର୍ଷା ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। ସାମ୍ନାକୁ ଆସିଲା ବଡ଼ ଖବର। ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ। ନିଟ୍ ପେପର ଲିକ୍କୁ ନେଇ ଦିଲ୍ଲୀର ଯନ୍ତର ମନ୍ତରରେ ଚାଲିଥିବା ବଡ଼ ଧରଣର ବିରୋଧ ପ୍ରଦର୍ଶନ ମଧ୍ୟରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଥିବା ନେଇ ଖବର ସାମ୍ନାକୁ ଆସିଛି। ତେବେ କକରୋଜ ଜନତା ପାର୍ଟି ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ ସରକାର ଉପରେ ଲଗାତାର ଚାପ ସୃଷ୍ଟି କରାଯାଇଥିଲା। ଏହା ପୂର୍ବରୁ ସିଜେପି କାର୍ଯ୍ୟକର୍ତ୍ତାମାନେ ସ୍ପଷ୍ଟ କରିଥିଲେ ଯେ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗରେ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ ନ କଲେ ସଂଗଠନ ଆଗକୁ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିପାରେ। ସିଜେପି କାର୍ଯ୍ୟକର୍ତ୍ତା ଅଶୁତୋଷ ରଙ୍ଗା କହିଥିଲେ ଯେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂଙ୍କ ସହ ତାଙ୍କର ବୈଠକ ସକାରାତ୍ମକ ରହିଥିଲା। କ୍ଷତିପୂରଣ ଓ ଆଇନଗତ ପ୍ରସଙ୍ଗରେ ପ୍ରାଥମିକ ସହମତି ହୋଇଥିବା ଏବଂ ଏହାର ଲିଖିତ ନିଶ୍ଚିତ ମିଳିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ତେବେ ସିଜେପିର ମୁଖ୍ୟ ଦାବି ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗରେ ଯେତେବେଳେ କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇନଥିବା ସେ କହିଥିଲେ। ଧର୍ମେନ୍ଦ୍ର ପ୍ରଧାନ ନିଜେ ନିଜର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ଇସ୍ତଫା ବିଷୟରେ ସୂଚନା ଦେଇଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ମୋର ଯୁବ ସାଥୀମାନେ, ମୁଁ ଗତ 4 ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଛାତ୍ର, ଶିକ୍ଷକ ଏବଂ ଶିକ୍ଷା ସଂସ୍କାର ପାଇଁ ସମର୍ପିତ ରହି ଆସିଛି। ମୋର ସଦା ସର୍ବଦା ବିଶ୍ୱାସ ରହିଛି ଯେ ଏକ ସଶକ୍ତ, ସମାବେଶୀ ଏବଂ ଦୂରଦୃଷ୍ଟି ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ହିଁ ଏକ ବଳିଷ୍ଠ ରାଷ୍ଟ୍ରର ଆଧାରଶିଳା। ମୁଁ ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା, ଭାବନା ଏବଂ ସେମାନଙ୍କ ନ୍ୟାୟ ଅପେକ୍ଷାକୁ ଗଭୀର ସମ୍ମାନ କରେ। ଭାରତର ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର କରିବା ଆମ ସମସ୍ତଙ୍କ ରାଜନୈତିକ ଓ ସାମାଜିକ ଜୀବନର ନୈତିକ ସଂକଳ୍ପ ହୋଇ ରହିଛି। ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପୂର୍ଣ୍ଣ ନେତୃତ୍ୱରେ ରାଷ୍ଟ୍ରର ସେବା କରିବାର ଯେଉଁ ସୁଯୋଗ ମୋତେ ମିଳିଥିଲା ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛି। ପରବର୍ତ୍ତୀ ଖବର ବଡ଼ ଖବର ରାତି 8ଟାରେ ବନ୍ଦ ହେବ ସବୁ ମଦ ଦୋକାନ। କଡ଼ା ନିର୍ଦ୍ଦେଶ ଜାରି କଲେ ସରକାର। ଜାତୀୟ ରାଜଧାନୀ ଦିଲ୍ଲୀରେ କକରୋଜ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦୀପେଙ୍କ ନେତୃତ୍ୱରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ଦିଲ୍ଲୀ ପ୍ରଶାସନ ମଦ ଦୋକାନ ଗୁଡ଼ିକୁ ନେଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମଦ ଦୋକାନ ବନ୍ଦ ହେବା ସମୟରେ ଅସ୍ଥାୟୀ ପରିବର୍ତ୍ତନ କରିଛନ୍ତି। ସପ୍ତାହାନ୍ତ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନକୁ ରାତି 8ଟା ମଧ୍ୟରେ ବନ୍ଦ କରିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିଷ୍ପତ୍ତି ପୂର୍ବରୁ ସାଧାରଣ ଦିନ ଗୁଡ଼ିକରେ ମଦ ଦୋକାନ ଗୁଡ଼ିକ ରାତି 10ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦିଲ୍ଲୀ ପୋଲିସର ସୁରକ୍ଷା ସମ୍ବନ୍ଧୀୟ ରିପୋର୍ଟ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଯନ୍ତର ମନ୍ତର ଏବଂ ସେଣ୍ଟ୍ରାଲ ଦିଲ୍ଲୀ ଆଖପାଖ ଅଞ୍ଚଳରେ କ୍ରମାଗତ ଭାବେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ କାରଣରୁ ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ପରବର୍ତ୍ତୀ ଖବର ସରକାରୀ ବାବୁଙ୍କ ପାଇଁ ନିୟମ ହେଲା କଡ଼ାକଡ଼ି। ଏଣିକି ମୁଖ୍ୟାଳୟ ଛାଡ଼ିବା ପୂର୍ବରୁ ଅନୁମତି ବାଧ୍ୟତାମୂଳକ। ବିଶେଷ କରି ବ୍ୟକ୍ତିଗତ କାମରେ ଛୁଟି ନେଇ ରାଜ୍ୟ କିମ୍ବା ଦେଶ ବାହାରକୁ ଗଲେ 21 ଦିନ ପୂର୍ବରୁ ନେବାକୁ ପଡ଼ିବ ଅନୁମତି। ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଏଣିକି ସଦର ମହକୁମା ବା ହେଡକ୍ୱାର୍ଟର୍ସ ଛାଡ଼ିବା ପାଇଁ ପୂର୍ବାନୁମତି ନେବା ବାଧ୍ୟତାମୂଳକ। କେବଳ ଜରୁରୀ ପରିସ୍ଥିତିରେ ଏହି ସମୟ ସୀମାରୁ ବ୍ୟତିକ୍ରମ କରାଯାଇପାରିବ। ଅନେକ ଅଧିକାରୀ ଓ କର୍ମଚାରୀ ପୂର୍ବ ଅନୁମତି ବିନା ଯାତ୍ରା କରୁଥିବାରୁ କଟକଣା କରାଯାଇଥିବା ବିଭାଗର ଅତିରିକ୍ତ ସଚିବ ସାଗରିକା ହତା ସୂଚନା ଦେଇଛନ୍ତି। ସେ ସମ୍ପର୍କରେ ଓଡ଼ିଶା ବିକ୍ରୟ କର ଟ୍ରିବ୍ୟୁନାଲର ଅଧ୍ୟକ୍ଷ, ଦ୍ରବ୍ୟ ଓ ସେବା କରର ଓଡ଼ିଶା କମିଶନର, ଲୋକାଲ ପଏଣ୍ଟ ଅଡିଟର ନିର୍ଦ୍ଦେଶକ ପ୍ରମୁଖ ବହୁ ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚିତ କରିଛନ୍ତି। ବ୍ୟକ୍ତିଗତ କାମରେ ଛୁଟି ନେଇ ରାଜ୍ୟ କିମ୍ବା ଦେଶ ବାହାରକୁ ଯିବା ପାଇଁ ବିଭାଗର ଅନୁଷ୍ଠାନ କର୍ମଚାରୀଙ୍କୁ ସର୍ବନିମ୍ନ 21 ଦିନ ପୂର୍ବରୁ ସୂଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଖବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କକରୋଜ ଜନତା ପାର୍ଟି ନେତୃତ୍ୱରେ ନୂଆଦିଲ୍ଲୀର ଯନ୍ତର ମନ୍ତର ଠାରେ ଚାଲିଥିବା ଆନ୍ଦୋଳନ
आंदोलन रे अंशग्रहण करिथिबा छात्र मानक मध्यरे खुशीर लहरी खेली जाइछि। बीजेपी प्रतिष्ठाता अभिजित दीपेक धर्मेन्द्र प्रधान को इस्तीफा को गणतंत्र विषय बोली कहछन्ति। छात्र मानकर दीर्घ दिनर शांतिपूर्ण आंदोलन सरकार को एते बड़ पदक्षेप नेबाकू बाध्य करिथिला। एहा आम पाई बड़ विजय। देश संविधान द्वारा परिचालित हेउछि एहा तार ज्वलंत प्रमाण। एहा आरंभ मात्र बोली दीपेक कहछन्ति। धारणा स्थलर सभा मंचरु सहस समर्थन को संबोधन करी दीपेक कहछन्ति इस्तीफा प्रमाण करिथिला जे स्थायी शांतिपूर्ण प्रतिवाद परिवर्तन आनी पारे। जनसमागमर प्रबल जयध्वनि मध्यरे से आंदोलन को गणतांत्रिक मूल्यबोधर विजयी व देशव्यापी छात्र मानक सामूहिक संकल्प भाव प्रशंसा करथिले। परवर्ती खबर ओडिशा रे इवी चार्जिंग स्टेशन प्रतिष्ठा पाई केंद्र मिलिला 40 कोटी अनुदान। 6टी सहर रे 170टी स्थान रे खोलिबो। ओडिशा रे वैद्युतिक यान गतिशीलता को बड़ प्रोत्साहन जगाई देबा लागि भारत सरकार भारी शिल्प मंत्रालय पक्षरु राज्य सरकारों को 40 कोटी 50 लक्ष 75,740 टंकार अनुदान मंजूरी करा जायछि। एई अर्थ रे सार्वजनिक इवी चार्जिंग स्टेशन प्रतिष्ठा करा जिवो। पीएमई ड्राइव योजना रे अर्थ प्रदान करा जायछि। परिवेश सुरक्षा व इंधन संचय पाई सारा देश रे एबे वैद्युतिक यान व्यवहार नै अद्भुतपूर्व उत्साह सृष्टि होइछि। फलरे गत जून मास रे सारा देश मध्य रे ओडिसा रे सर्वाधिक इवी बिक्री होइतिबा रेकर्ड रहिछि। ओडिसा रे पीएमई ड्राइव योजना रूपायन पाई राज्य परिवहन प्राधिकरण को नोडाल एजेंसी भावे मनोनीत करा जायछि। परवर्ती खबर अक्टोबर सुधा त्रुटि शून्य बही पाठ्य पुस्तक रे माळमाळ त्रुटि सामना को आसिला। एहाकु विद्यालय व गणशिक्षा विभाग हालुका भावरे नेइथिला किंतु मुख्यमंत्री एहाकु नै असंतोष प्रकाश करिबा सह कार्यानुष्ठान नेइथिले। किपरि पिलांक पाखे त्रुटि शून्य बही पहुंचिबो ताकु नै मान सम्मान तो आरंभ करा जायछि। प्रथमे दक्ष विशेषज्ञ माननकु चयन करा जाय कर्मशाला सरिछि। एबे संशोधन पाई प्रक्रिया आरंभ हेबो। सेथि लागि टेंडर डाकिछि राज्य शिक्षा गवेषणा व प्रशिक्षण परिषद। पुणी घरोई फार्म तथा पेंटिंग पेस्क्रिव को एही संशोधन दायित्व दिया जिवो। टेंडर पाइबार 1 मास मध्यरे कार्य संपूर्ण करबाकू कहा जायछि। अर्थात सेप्टेम्बर रु अक्टोबर मास सुधा पुस्तक संशोधन प्रक्रिया शेष हेबो। पर प्रिंटिंग पाई प्रेस को जिवो बोली सूचना रहिछि। परवर्ती खबर ओडिशा रेल पथर विकास रे बड़ पदक्षेप। ओडिशा रो अनुकूल देवगढ़ एवं सुंदरगढ़ जिला दे जाउथिबा 150 किलोमीटर दीर्घ तालचेर बिमलागुड़ा नूतन रेलपथ प्रकल्प पाई 2026-27 आर्थिक वर्ष रे 950 कोटी टंकार बजेट व्यवस्था करा जायछि। एही प्रकल्पटी 2003-4 रेल बजेट रे 727 कोटी टंकार प्रारंभिक व्यय अटकल सह शामिल करा जायथिला। वर्तमान प्रकल्पर सर्वशेष व्यय अटकल 3390 कोटी टंका को वृद्धि पाइथिबा बेले मार्च 2026 सुधा 1901 कोटी टंका व्यय करा जायछि। राज्य सभा रे तारका प्रश्नर लिखित उत्तर रे रेल सूचना व प्रसारण एवं इलेक्ट्रॉनिक्स व सूचना प्रजुक्ति मंत्री अश्विन वैष्णव सूचना देइछन्ति। परवर्ती खबर दिल्ली रो जंतर मंतर रे छात्र मानक आंदोलन जारी रहितिबा बेले प्रधानमंत्री नरेंद्र मोदी शुक्रवार राति रे एक नुआ वीडियो वार्ता जारी करिसन्ति। एथिरे से पूर्वरु पोस्ट करिथिबा वीडियो को मिलिथिबा प्रतिक्रिया पाए समस्त को धन्यवाद जणाइछन्ति। थैंक यू फ्रेंड्स। गत काली विलंबित राति रे आपण मानक सह जोडी हेबार सुजोग मिलिला। मु पोस्ट करिथिबा वीडियो को आपण माने जेपरि सकारात्मक परामर्श देइछन्ति सेथि पाए समस्त को धन्यवाद। आपण मानकर ए भल पाइबा एभଳି रहू। हमर संपर्क आहुरी सक्रिय भाबे आगको बढू। धन्यवाद बंधु माने बोली मोदी वीडियो वार्ता रे कहिसन्ति। परवर्ती खबर ट्रम्प को बड़ झटका देला कोर्ट। $1 H1B वीसा फी ऊपर लागिला रोक। H1B वीसा भଳି गुरुत्वपूर्ण प्रसंग रे राष्ट्रपति डोनाल्ड ट्रम्प को एक अमेरिकार फेडराल अपील कोर्ट एक बड़ आईनगत झटका देइछन्ति। कोर्ट ट्रम्प प्रशासन रो स्वतंत्र आवेदन को संपूर्ण भाव रे खारज करिसन्ति। सेथिरे जणे विचारपति को पुराना आदेश को रखिबा पाई दाबी करा जायथिला। निम्न अदालत रो विचारपति विदेशी वृत्तिगतଙ୍କ पाई H1B वीसा ऊपर $1 एक बड़ फी लागू करबा नै प्रशासन नीति को रखिथिले। तांको आदेश रे विचारपति एहाको एक संपूर्ण बेआईन टिकस बोली कहिथिले जाको अमेरिका कांग्रेस द्वारा आनुष्ठानिक भाव रे अनुमोदन करा जाय नथिला। परवर्ती खबर ईरान परमाणु अस्त्र हासिल करि पारे। गुइदा रिपोर्ट बढ़ाइला ट्रम्प को चिंता। ईरान रो वर्तमान शासक परमाणु अस्त्र हासिल करबाको काम करुथिबा जणा पडिछि। गुइदा अधिकारी आधार न्यूयॉर्क टाइम्स रिपोर्ट करिछि जे ईरान रो सर्वोच्च नेता मोज्तबा खामेनी तांको पिता पूर्वतन सर्वोच्च नेता अयतोल्ला अली खामेनी को तुलना रे परमाणु अस्त्र हासिल करबाको बड़ आग्रही। अमेरिकीय गुइदा संस्था गुडी को अनुसार मोज्तबा
ପରମାଣୁ ଅସ୍ତ୍ର ହାସଲ କରିବା ପାଇଁ ମହତ୍ୱାକାଂକ୍ଷା ରଖିଛନ୍ତି। ତେବେ ଚଳିତ ବର୍ଷ ମାର୍ଚ୍ଚରେ ସର୍ବୋଚ୍ଚ ନେତା ହେବା ପରଠାରୁ ପରମାଣୁ ଅସ୍ତ୍ର ବିକାଶ ବିଷୟରେ କୌଣସି ବିବୃତ୍ତି ଦେଇନାହାନ୍ତି। ଅନୁମାନ କରାଯାଉଛି ମୋଜାଦାବା ଏକ ଏପରି ଯୁଦ୍ଧାସ୍ତ୍ର ଖୋଜୁଛନ୍ତି ଯାହାକୁ ଏକ ଦୂରଗାମୀ କ୍ଷେପଣାସ୍ତ୍ରର ପିଟ୍ କରାଯାଇପାରିବ। ପରବର୍ତ୍ତୀ ଖବର, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଏକ ଅତ୍ୟନ୍ତ ବିପଦଜନକ ମୋଡରେ ପହଞ୍ଚିଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବାହାରିନ୍ ଏବଂ କୁଏତ ଇରାନ ଭିତରେ ଥିବା ସାମରିକ ଘାଟି ଉପରେ ସେମାନଙ୍କର ପ୍ରଥମ ଗୁପ୍ତ ବିମାନ ଆକ୍ରମଣ ଆରମ୍ଭ କରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ଗୁପ୍ତଚର ଏବଂ ବିମାନ ସୁରକ୍ଷା ଯୋଗାଇ ପରଦା ପଛରେ ରହି ଏହି ଗୁପ୍ତ କାର୍ଯ୍ୟରେ ସହାୟତା କରିଛି। ଏହି ସମୟରେ ଆମେରିକା ଇରାନର ଅପରାଧ ଉଲ୍ଲଂଘନ କରୁଥିବା ଜାହାଜଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ଏହା ଜବାବରେ ବାହାରିନ୍, କୁଏତ, ଇରାନ ବଡ଼ ଧରଣର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରି ସମଗ୍ର ଅଞ୍ଚଳକୁ ଧ୍ୱଂସସ୍ତୂପରେ ପରିଣତ କରିଛି।